ଏହି କାହାଣୀଟି ବହୁତ ଦିନ ତଳର ଅଟେ। ଗୋଟିଏ ସୁନ୍ଦର ଗ୍ରାମଟିଏ ଥାଏ। ସେହି ଗ୍ରାମ ବାହାରେ ଗୋଟିଏ ବୌଦ୍ଧ ସନ୍ନ୍ୟାସୀ କୁଟୀର ବନାଇ ବାସ କରୁଥାନ୍ତି। ସେହି ସନ୍ନ୍ୟାସୀ ବହୁତ ଜ୍ଞାନୀ ଏବଂ ବୁଦ୍ଧିମାନୀ ହୋଇଥାନ୍ତି। ସବୁଦିନ ସେହି ଗ୍ରାମରେ ଭିକ୍ଷା ମାଗି ଯାଉଥିବା ସମୟରେ ସେ ଗ୍ରାମର ଗୋଟିଏ ନା ଗୋଟିଏ ବ୍ୟକ୍ତି ନିଜ ସମସ୍ୟା ସେ ବୌଦ୍ଧ ସନ୍ନ୍ୟାସୀକୁ କୁହନ୍ତି ଏବଂ ବୌଦ୍ଧ ସନ୍ନ୍ୟାସୀ ବି ବହୁତ ସରଳ ଏବଂ ଭଲ ଭାବରେ ତାଙ୍କ ଜ୍ଞାନ ବଳରେ ସେ ବ୍ୟକ୍ତିମାନଙ୍କ ସମସ୍ୟାକୁ ସମାଧାନ କରୁଥିଲେ। ସେମିତି ସେ ଭିକ୍ଷା ମାଗି ମାଗି ସେ ଗ୍ରାମର ଗୋଟିଏ ଧନୀ ବ୍ୟକ୍ତି ଘରକୁ ଗଲେ। ସେହି ଧନୀ ବ୍ୟକ୍ତିର ଘରେ ବହୁତ ବଡ଼ ସମସ୍ୟାଟିଏ ଥିଲା ଏବଂ ସେ ସମସ୍ୟା ଏହା ଥିଲା କି ସର୍ବଦା ସେ ଘରର ଲୋକ ନିଜ ନିଜ ଭିତରେ ଝଗଡ଼ା କରନ୍ତି ଏବଂ ନିଜ ନିଜ ଭିତରେ କଥାବାର୍ତ୍ତା ହେବା ମଧ୍ୟ ବନ୍ଦ କରନ୍ତି। ସେ ଘରରେ ସୁଖ ଶାନ୍ତି ଏବଂ ନିଜ ନିଜ ଭିତରେ ବନ୍ଧୁତାର କମିଥିଲା। ସେହି କଥାକୁ ଭାବି ସେ ଧନୀ ବ୍ୟକ୍ତି ଅଧିକ ପରିଶାନ ଥିଲା। ସେ ଧନୀ ବ୍ୟକ୍ତିଟି ବୌଦ୍ଧ ସନ୍ନ୍ୟାସୀର ବୁଦ୍ଧିମାନୀ ଜ୍ଞାନ ଏବଂ ଲୋକଙ୍କ ସମସ୍ୟାର ସମାଧାନ କରିବା କଥା ଶୁଣିଥିଲା। ସେହିଦିନ ସେ ଯେମିତି ସେ ବୌଦ୍ଧ ସନ୍ନ୍ୟାସୀକୁ ନିଜ ଘର ବାଟରେ ଛିଡ଼ା ହୋଇଥିବା ଦେଖିଲା, ଦୌଡ଼ି ଯାଇ ଭିତରକୁ ଆସିବାକୁ କହିଲା ଏବଂ ତାର ଚାକରକୁ କିଛି ଭୋଜନର ଭିକ୍ଷା ଆଣିବାକୁ କହିଲା। ସେ ଚାକର ରୋଷେଇ ଘରୁ କିଛି ଭୋଜନ ନେଇ ଆସିଲା। ସେ ଧନୀ ବ୍ୟକ୍ତି ସେହି ଭୋଜନକୁ ସେ ସନ୍ନ୍ୟାସୀର ଭିକ୍ଷା ପାତ୍ରରେ ରଖିଦେଲେ। ବୌଦ୍ଧ ସନ୍ନ୍ୟାସୀ ସେ ଧନୀ ବ୍ୟକ୍ତିକୁ ଧନ୍ୟବାଦ ଦେଇ ସେହିଠାରୁ ଯିବାକୁ ଲାଗିଲା। ତାହା ଦେଖି ଧନୀ ବ୍ୟକ୍ତି ତାକୁ ଅଟକାଇ କହିଲା, ମହାତ୍ମା, ମୁଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ। ସେ ସନ୍ନ୍ୟାସୀ ହସିକି କହିଲେ, ପଚାର, କ'ଣ ପ୍ରଶ୍ନ ତମର? ସେ ଧନୀ ବ୍ୟକ୍ତି କହିଲା, ମୁଁ ଜାଣିବାକୁ ଚାହେଁ କି ଲୋକମାନେ ନିଜ ନିଜ ଭିତରେ ଝଗଡ଼ା କାହିଁକି କରନ୍ତି? ସେହି କଥା ଶୁଣି ସନ୍ନ୍ୟାସୀ କିଛି ସମୟ ଚୁପ୍ ରହିଲେ ଏବଂ ଜୋରରେ ଚିଲ୍ଲାଇ କହିଲେ, ମୁଁ ତମ ନିକଟକୁ ଭିକ୍ଷା ନେବା ପାଇଁ ଆସିଥିଲି, ନା କି ତମର ପ୍ରଶ୍ନର ଉତ୍ତର ଦେବା ପାଇଁ? ମୂର୍ଖ ଭଳିଆ ପ୍ରଶ୍ନ କାହିଁକି କରୁଛ? ସେ ସନ୍ନ୍ୟାସୀର ମୁହଁରେ ଏମିତି କଥା ଶୁଣି ସେ ଧନୀ ବ୍ୟକ୍ତିର ରାଗ କିମ୍ବା କ୍ରୋଧର ସୀମା ରହିଲା ନାହିଁ। ସେ ନିଜଠୁ ତାର କଣ୍ଟ୍ରୋଲକୁ ହରାଇ ଦେଲା ଏବଂ ସନ୍ନ୍ୟାସୀକୁ ଖରାପ ଭାଷା ସହିତ ତାର ଖରାପ ଆଚରଣ ଦେଖାଇଲା ଏବଂ କହିଲା, କେମିତି ସନ୍ନ୍ୟାସୀ ତମେ? ମୁଁ ତୁମକୁ ଖାଇବାକୁ ଦେଲି କିନ୍ତୁ ତମେ ମୋତେ ଏମିତି କହିଲ? ସେହି ସନ୍ନ୍ୟାସୀକୁ ସେ ଧନୀ ବ୍ୟକ୍ତି ବହୁତ ଅଭଦ୍ର ଭାଷା କଲା। କିନ୍ତୁ ସେହି ବୌଦ୍ଧ ସନ୍ନ୍ୟାସୀଟି କିଛି ନ କହି ଚୁପଚାପ ସେ ଧନୀ ବ୍ୟକ୍ତିର ସବୁ କଥାକୁ ଶୁଣିଲେ। କିଛି ସମୟ ବିତିଯିବା ପରେ ସେ ବ୍ୟକ୍ତି ଯେମିତି ଶାନ୍ତ ହେଲା, ସେହି ସମୟରେ ବୌଦ୍ଧ ସନ୍ନ୍ୟାସୀ ହସିଲେ ଏବଂ କହିଲେ, ପୁତ୍ର, ଯେମିତି ମୁଁ ତମ ସାଥିରେ ଖରାପ ବ୍ୟବହାର କଲି, ତମକୁ କ୍ରୋଧ ଆସିଗଲା ଏବଂ କ୍ରୋଧରେ ତମେ ମୋ ଉପରକୁ ଚିଲ୍ଲାଇବାର ଆରମ୍ଭ କରିଦେଲ ଏବଂ ସେହି ସମୟରେ ମୁଁ ବି ତମ ଉପରକୁ କ୍ରୋଧରେ ଚିଲ୍ଲାଇବା ଆରମ୍ଭ କରିଦେଇଥାନ୍ତି ତ ଆମ ଭିତରେ ବହୁତ ଭୟଙ୍କର ଝଗଡ଼ା ହୋଇଯାଇଥାନ୍ତା। ମୋ ମତରେ କ୍ରୋଧ କରିବା ହିଁ ସବୁ ଝଗଡ଼ାର ମୂଳ ଅଟେ। ଯେତେବେଳେ ଗୋଟିଏ ବ୍ୟକ୍ତି କ୍ରୋଧରେ ଥାଏ ଏବଂ ଅନ୍ୟ ବ୍ୟକ୍ତି ବି କ୍ରୋଧରେ ତାର କଥାର ଉତ୍ତର ଦେବା ଆରମ୍ଭ କରିଦିଏ ତ ଝଗଡ଼ା ବଢ଼ିବାର ସମ୍ଭାବନା ଅଧିକ ଥାଏ। କିନ୍ତୁ ଅନ୍ୟ ବ୍ୟକ୍ତି ସେହି ସମୟରେ ଶାନ୍ତ ରହି କିଛି ସମୟ ଚୁପ୍ ରହି ଅପେକ୍ଷାରେ ଥାଏ ତ ଅନ୍ୟ ବ୍ୟକ୍ତିର କ୍ରୋଧ ଶାନ୍ତ ହେବା ପରେ ବଡ଼ରୁ ବଡ଼ ଝଗଡ଼ାକୁ ଶେଷ କରିହୁଏ କିମ୍ବା ବିଚାର କରିହୁଏ। ସାଧାରଣ ଭାଷାରେ କହିବା ତ ପରିବାର ଲୋକଙ୍କ ଭିତରେ କିମ୍ବା ନିଜ ନିଜ ଭିତରେ ସହନଶୀଳତା ରହିବା ହିଁ ଘରର ଝଗଡ଼ାକୁ ଶେଷ କରିବାର ଏକମାତ୍ର ଉପାୟ ଅଟେ। ତ ବନ୍ଧୁଗଣ, ଏହି କାହାଣୀରୁ ଏହା ଶିଖିଲା କି ଘର ହେଉ, ସାଙ୍ଗସାଥୀଙ୍କ ସାଥ ହେଉ କିମ୍ବା କାର୍ଯ୍ୟ କରୁଥିବା ସ୍ଥାନ ହେଉ, ଆମେ ଆମ ନିଜକୁ ସ୍ଥିର ଏବଂ ଶାନ୍ତ ରଖିବା ଦରକାର ଏବଂ ଆମ ଉପରେ କିଏ କ୍ରୋଧ ବି କରେ ତ ଯେଉଁ ପର୍ଯ୍ୟନ୍ତ ସମ୍ଭବ ହେବ ଆମକୁ ଶାନ୍ତ ମନରେ ତାକୁ ଉତ୍ତର ଦେବା ଉଚିତ। କାହିଁକିନା ଯେମିତି ଆମେ ଆମର ଶାନ୍ତିରୁ ବାହାରକୁ ଆସି କ୍ରୋଧ କରିବା ତ ଛୋଟରୁ ଛୋଟ କଥା ବି ବଡ଼ରୁ ବଡ଼ ଝଗଡ଼ାରେ ପରିବର୍ତ୍ତନ ହୋଇଥାଏ ଏବଂ ଆମର ବଡ଼ କ୍ଷତି କରିଥାଏ। ତ ସାଙ୍ଗମାନେ, ଯଦି ଏହି କାହାଣୀଟି ଭଲ ଲାଗିଥାଏ ତ ଭିଡ଼ିଓଟିକୁ ସେୟାର କରିବା ଭୁଲିବେ ନାହିଁ ଏବଂ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦେବେ।